ଝୁରୁଛି ମା ଝୁରୁଛି ମାଟି ନବବିବାହିତା ପଲ୍ଲବୀକୁ ହରାଇ ଆଜି ସାରା ଗାଁ ରାଜରାସ୍ତାରେ ଯୌତୁକ ନିର୍ଯାତନା ସହି ନ ପାରି ଜୀବନ ଗଲା ଅଲିଅଳି ଝିଅର। ପଲ୍ଲବୀକୁ ହତ୍ୟା କରିଛନ୍ତି ଶାଶୁଘର ଲୋକେ। ସମସ୍ତ ହତ୍ୟାକାରୀଙ୍କୁ ବାନ୍ଧିବାକୁ ଦାବି କରିଛନ୍ତି ଗାଁ ଲୋକେ। ଏଥିପାଇଁ ଏକ ଶୋକ ଶୋଭାଯାତ୍ରା କରି ଗାଁ ସାରା ବୁଲି କରିଛନ୍ତି ଦାବି। ଏଠି କେବଳ ଯେ ମହିଳା ନା ପୁରୁଷ, ଛୋଟ ଛୋଟ ପିଲାମାନେ ହାତରେ ଫଟୋ ଧରି ନିଜ ପ୍ରିୟର ଭଉଣୀ ପଲ୍ଲବୀକୁ ନ୍ୟାୟ ଦାବି କରି ଗ୍ରାମ ପରିକ୍ରମା କରିଛନ୍ତି। ଏ ଦୃଶ୍ୟ ହେଉଛି ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ ଗୋଳନ୍ଥରା ଥାନା ଅନ୍ତର୍ଗତ କେ ସୁବାଣୀ ଗ୍ରାମର ଶିବାଞ୍ଚଳ ବେହେରାଙ୍କ ଝିଅ ପଲ୍ଲବୀ ବେହେରା ସେହି ଗ୍ରାମର ରାମ ବେହେରାଙ୍କ ପୁଅ ବନମାଳୀ ବେହେରା ପ୍ରେମ ବିବାହ କରିଥିଲେ। ଗତ ଫେବୃଆରୀ 19 ତାରିଖରେ ବୈଦିକ ରୀତିନୀତି ଅନୁସାରେ ବିବାହ ସମ୍ପନ୍ନ ହୋଇଥିଲା। ହେଲେ କେମିତି କେଜାଣି ଉଭୟ ଦମ୍ପତିଙ୍କ ମଧ୍ୟରେ ତିକ୍ତତା ଆସିଥିଲା। ଏପ୍ରିଲ 29 ତାରିଖରେ ପଲ୍ଲବୀକୁ ହତ୍ୟା କରିଥିଲେ ଶ୍ୱଶୁର ଘର ଲୋକେ ବୋଲି ଅଭିଯୋଗ କରିଛନ୍ତି ପରିବାର। ଏନେଇ ଥାନାରେ ଅଭିଯୋଗ ପରେ ପୋଲିସ ବନମାଳୀକୁ ଗିରଫ କରିଛି, କିନ୍ତୁ ହତ୍ୟାରେ ସମ୍ପୃକ୍ତି ଅନ୍ୟମାନଙ୍କୁ ଗିରଫ କରାଯାଉ ବୋଲି ଗ୍ରାମବାସୀମାନେ ଅଭିନବ ପ୍ରତିବାଦ କରିଛନ୍ତି। ଆଉ ହତ୍ୟାକାରୀକୁ କୁଶପୁତ୍ତଳିକା ଦାହ କରିଛନ୍ତି। ପଲ୍ଲବୀ ବିବାହ ପରେ ଜାନି ଯୌତୁକ ସହ ଝିଅକୁ ବିଦାୟ କରିଥିଲେ ବାପା ମା। ହେଲେ ବିବାହ ପରେ ବାରମ୍ବାର ଅତ୍ୟଧିକ ଯୌତୁକ ଦାବି କରି ମାରପିଟ କରୁଥିଲେ ଶ୍ୱଶୁର ଘର ଲୋକେ। ପଲ୍ଲବୀ କାହାକୁ କିଛି ନ କହି ଚୁପ୍ ରହୁଥିଲେ, କାରଣ ସେ ଗାଁ ପୁଅକୁ 5 ବର୍ଷ ହେବ ପ୍ରେମ କରୁଥିଲେ। ବିବାହ ପରେ ଏଭଳି ଅତ୍ୟାଚାର ଶିକାର ହେବେ ବୋଲି ଭାବିନଥିଲେ। ସବୁ କଥାକୁ ଚାପି ଦେଇ ସହି ଯାଉଥିଲେ। ଶେଷରେ ନିଜ ପ୍ରେମକୁ ସାର୍ଥକ କରିବାକୁ ଯାଇ ଯୌତୁକ ଜୁଇରେ ଶେଷ ନିଶ୍ୱାସ ସମ୍ମାନ ପାଇପାରିଲେ ନାହିଁ। ଏବେ ସମସ୍ତେ ଏକତ୍ରିତ ହୋଇ ନ୍ୟାୟ ପାଇଁ ରାଜରାସ୍ତାରେ ନ୍ୟାୟ ନ ମିଳିଲେ ପୋଲିସ ଥାନା ଆଗରେ ଆତ୍ମାହୁତି ଦେବାକୁ ଚେତାବନୀ ଦେଇଛନ୍ତି। ତେବେ ଅପେକ୍ଷା ପୋଲିସ କେବେ ଗିରଫ କରୁଛି? ପଲ୍ଲବୀ ହତ୍ୟାକାଣ୍ଡରେ ସମ୍ପୃକ୍ତ ସମସ୍ତଙ୍କୁ କେବେ ଗିରଫ କରୁଛି ପୋଲିସ? ବ୍ୟୁରୋ ରିପୋର୍ଟ, ଜିଟିଭି ନ୍ୟୁଜ। 5 ଜଣ ତା ଦେଢଶୁର କହୁଛି ମୁଁ ବିଷ ଆଣିକି ରଖିଥିଲି, ଆଉ ଆମେ ଜାଣିନୁ ବୋଲି କହୁଛି। ଆଜ୍ଞା ସେ ଦେଢଶୁର ତା ଯା ସବୁ ମିଶିକି ମାରପିଟ କରୁଥିଲେ। ଆମେ ଗଲା ଟାଇମରେ ତାଙ୍କେ ମାରପିଟ କରୁଥିଲେ। ତାଙ୍କେ ଆଜ୍ଞା ବିଷ ପିଆଇଛନ୍ତି ମାରି ମାରି, ଆଉ ଆମକୁ ନ ଜଣେଇକି ମେଡିକାଲ ନେଇଛନ୍ତି। ଆଜ୍ଞା ତାଙ୍କୁ ଦଣ୍ଡ ଦରକାର, ତାଙ୍କୁ ଥାନା ବାଲା ନବା ଦରକାର, ତାଙ୍କୁ ଫାଶୀ ଦଣ୍ଡରେ ଝୁଲେଇବାର ଅଛି। ଏତିକି ଦାବି କରୁଛୁ। ଯୌତୁକ ନିର୍ଯାତନା ଦଉଥିଲେ ବାହା ହେଲାରୁ 2,50,000 ମାଗିଥିଲେ। ଆମେ 50,000 ଟଙ୍କା 1.5 ତୁଳା ସୁନା ଦେଇଥିଲୁ। ଆଜ୍ଞା ଆପଣଙ୍କୁ ନଉଟା ହଉଛି ଆଜ୍ଞା। ହଁ, ଆଉ 2,50,000 ମାଗିଥିଲେ, ନଦେଲାରୁ ସବୁଦିନ ଟର୍ଚର କରୁଥିଲେ। ଆଜ୍ଞା ମାରପିଟ କରୁଥିଲେ, ଖାଇବାକୁ ଦେବାର ନାହିଁ। ଆଜ୍ଞା ଭଲସେ ଝିଅକୁ ସିଏ କାହାକୁ ନ ଜଣେଇକି ରହୁଥିଲା। ତାପରେ ଯେବେ ଆଣ୍ଟିକି 2 ଥର ମାରିଲେ ଆମକୁ ଜଣେଇଲା, ଆମେ ବୁଝାବୁଝି କରିକି ଆସିଥିଲୁ। ଏମିତି ଜୀବନ ଥିଲା। ଆମେ ସେଇ ଅବସ୍ଥାକୁ ଦେଖିକି ସେ ପୁଅ ସେ ନିଜେ ଆସିଥିଲେ ତାକୁ ସୁନା ଚେନ୍ ଗୋଟେ ଦେଇଥିଲୁ, 20,000 ଦେଇଥିଲୁ, ଯୌତୁକ 50,000 ଦେଇଥିଲୁ। ପୁଣି ସେ ଦିନରେ କଲେ 2,50,000। ଏ ଜିନିଷ ଆମକୁ ନ କହିକି ଝିଅକୁ କହିବେ ବାହାଘର କରିଦେବେ, ଲାଭ କରିଦେଲା। 19 ତାରିଖ ରାତିରେ ଝଗଡା ହେଲା। ତା ବାପା ମା ଗଲେ ବୁଝାବୁଝି କରିକି ଆସିଥିଲେ। ଝିଅକୁ ନେଇ ଆସିବା କଥା କିନ୍ତୁ ହବ, ତେଣୁକରି ବୁଝାବୁଝି କରିକି ତା ଘରେ ରଖିଦେଇଥିଲେ। ହେଲେ ସେ ବୁଝାବୁଝି ବାପା ମା କାଳେ କହିଲା ବେଳେ ସେ 5 ଲୋକ କି ସ୍ୱାମୀ, ତା ବଡ ଭାଇ ଆଉ ବଡ ଭାଇ ସ୍ତ୍ରୀ, ତା ଝିଅ ଲିଲି, ତା ସ୍ୱାମୀ ବାଇଡାରୁ, ଏଇ 5 ଜଣ ହେଇକି ଝିଅକୁ ତଟି ଚିପି ପେଟକୁ ଲାତ ମାରି ତଟି ଚିପି ତିଆରି ଦେଇଥିଲେ ଜବରଦସ୍ତି। ଫଳରେ ଝିଅ ସାଙ୍ଗେ ସାଙ୍ଗେ ସେନ୍ସଲେସ୍ ହେଇଥିଲା। ଆମକୁ ନ କହି ମେଡିକାଲ ନେଇକି ଗଲେ। ତାପରେ ସକାଳେ ଆମେ ଖବର ପାଇଲୁ ଖାଇବା ବୋଇଲାକୁ ସେଠି ବୋଇଲା ମୋ ପାଖରେ ଯୁଡିଏ 3ଟା ଖାଇଦେଲା। ତାର ଜେଜିମଣି ତାକୁ ଗମାତ କରୁଛନ୍ତି। ଆଜ୍ଞା ଏ ପଲ୍ଲବୀ କିସ ହଉଛି ଏମିତି ବୋଲି। ତାର ଘରକୁ ପଳେଇ ଆଇଲୁ। ସିଏ ତାଙ୍କର ରାନ୍ଧିବ ବୋଲି ରେଡି କଲେ। ଆଜ୍ଞା ତାଙ୍କୁ ମୋର ଝିଅକୁ ମାରିକି ନେଲେ ରେଡି କରିକି। ରାନ୍ଧିବାକୁ ପଳେଇଲି, ବୋଉ ବୋଇଲା ରାନ୍ଧିବାକୁ ପଳେଇଲା ତ ରାତିକି ଫୋନ କଲେ ଆମେ ଖାଇବୁ ବୋଇଲି। ଖାଇବୁ ବୋଇଲା ହଁ ଆଇବି ବୋଇଲା, ଆଉ ଖାଇବାକୁ ଆଇଲା ନାହିଁ।
आउ थे फोन कला मोर झील खाइब झील बोला मुझे आईबिनी बो बोला हौ आईबिनी बोले ना रही जा बोलू बोला तार रातर मारापिटा करला आमको डकैले डकैले देढ़शुर स्वामी आमको डकैले तार गलु आम बुझाबुझी कलु घर को पलैले तार आम रातर झील दुई की गोटे छड़े आणिमु आज्ञा काली बह हबार झीड़ी के देवड़ा को मारपिट करके हो बोली से जग बहु पलै जाओ बोले आमको सका आईब बोले नहीं आज्ञा आमको किसी जनइबार ना झील रक्षार भल पाइता हाँ देचु आज्ञा थाना अभियोग क्या दुई पिला को जनक को आका धरचु पांच लोक मारी जन को धरले किमती हम 5 लोक जाओ धरिया को आम फाशी दंड 5 लोक देवा को आम कहीचु आगे तांके हमको धरु नती हाँ दिया आज्ञा 5 लोकर ना दिया पुलिस धरु नती आज्ञा।